ଆପଣମାନେ ସମସ୍ତେ ଶୁଣିଥିବେ ଏବଂ ଦେଖି ମଧ୍ୟ ଥିବେ ଢେଙ୍କାନାଳରେ ଅବସ୍ଥିତ ବାବା ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସିଦ୍ଧ କପିଳାସ ମନ୍ଦିର ଏବଂ ସେଠାର 12ଟି ବାଙ୍କ 1352ଟି ପାହାଚ। କିନ୍ତୁ ଆପଣ କ'ଣ ଜାଣିଛନ୍ତି କପିଳାସ ଭିତରେ ଏମିତି ଗୋଟିଏ ରହସ୍ୟମୟ ଓ ସୁନ୍ଦର ଜାଗା ରହିଅଛି ଯେଉଁଠାରେ ଭକ୍ତମାନେ ନିଜର ମନସ୍କାମନା ପୂରଣର ଆଶା ନେଇ ଆସନ୍ତି। କୁହାଯାଏ ଏଠାରେ ଲୋକମାନେ ପ୍ରଭୁ ମହାଦେବଙ୍କ ଆଗରେ ଛୋଟ ବଡ଼ ପଥର ରଖି ଶିବଲିଙ୍ଗ ତିଆରି କରନ୍ତି ଏବଂ ନିଜ ମନର ଇଚ୍ଛାକୁ ବାବାଙ୍କ ଆଗରେ ସମର୍ପଣ କରନ୍ତି। ବାବା ଶ୍ରୀ ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ପ୍ରାୟ 2ରୁ 3 କିଲୋମିଟର ଦୂରରେ ଘନ ଜଙ୍ଗଲ ରାସ୍ତା ଦେଇ ଚାଲିବା ପରେ ଆପଣ ଏହି ସୁନ୍ଦର ସ୍ଥାନରେ ପହଞ୍ଚି ପାରିବେ। ଆଉ ସତ କହିବାକୁ ଗଲେ ଏଠାରେ ପହଞ୍ଚିଲା ପରେ ମିଳୁଥିବା ଶାନ୍ତି ଏବଂ ଚାରିପାଖ ପ୍ରକୃତିର ସୌନ୍ଦର୍ଯ୍ୟକୁ କଥାରେ ବର୍ଣ୍ଣନା କରିବା କଷ୍ଟକର। ଜଙ୍ଗଲର ନୀରବତା, ପକ୍ଷୀମାନଙ୍କର ଶବ୍ଦ ଏବଂ ଭକ୍ତିର ଏହି ଅନୁଭୂତି ଏହି ଜାଗାକୁ ଆହୁରି ଖାସ୍ କରିଦେଉଛି। ତେବେ ଆପଣ ଯଦି ବାବା ଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ କପିଳାସ ଆସୁଛନ୍ତି ଏହି ଲୁଚି ରହିଥିବା ସୁନ୍ଦର ଜାଗାକୁ ନିଶ୍ଚୟ ଆସନ୍ତୁ।